ଆଜିର ପ୍ରଥମ ପ୍ରଶ୍ନ ହେଉଛି ଭାରତର ରାଷ୍ଟ୍ରୀୟ ଭାଷାର ନାମ କ'ଣ? ଅପସନ୍ ଏ ଓଡ଼ିଆ, ଅପସନ୍ ବି ହିନ୍ଦୀ, ଅପସନ୍ ସି ଇଂଲିଶ, ଅପସନ୍ ଡି ଉର୍ଦ୍ଦୁ। ଫ୍ରେଣ୍ଡସ୍, ପ୍ରତି ପ୍ରଶ୍ନର ଉତ୍ତର ଜାଣିଥିଲେ କମେଣ୍ଟ ମାଧ୍ୟମରେ ନିଶ୍ଚୟ ଜଣାନ୍ତୁ। ଆପଣଙ୍କ ପାଇଁ 5 ସେକେଣ୍ଡ ସମୟ ରହିଛି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ହିନ୍ଦୀ। ଭାରତର ରାଷ୍ଟ୍ରୀୟ ଭାଷାର ନାମ ହେଉଛି ହିନ୍ଦୀ। ପରବର୍ତ୍ତୀ ପ୍ରଶ୍ନ, ଇଂରେଜମାନେ ଭାରତରେ କେତେ ବର୍ଷ ଶାସନ କରିଥିଲେ? ଅପସନ୍ ଏ 100 ବର୍ଷ, ଅପସନ୍ ବି 200 ବର୍ଷ, ଅପସନ୍ ସି 300 ବର୍ଷ, ଅପସନ୍ ଡି 400 ବର୍ଷ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି 200 ବର୍ଷ। ଇଂରେଜମାନେ ଭାରତକୁ 200 ବର୍ଷ ଶାସନ କରିଥିଲେ। ପରବର୍ତ୍ତୀ ପ୍ରଶ୍ନ, ଭାରତର ସବୁଠାରୁ ପୁରୁଣା ଖେଳର ନାମ କ'ଣ? ଅପସନ୍ ଏ କ୍ରିକେଟ, ଅପସନ୍ ବି ହକି, ଅପସନ୍ ସି କୁସ୍ତି, ଅପସନ୍ ଡି ଖୋଖୋ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି କୁସ୍ତି। ଭାରତର ସବୁଠାରୁ ପୁରୁଣା ଖେଳର ନାମ ହେଉଛି କୁସ୍ତି। ପରବର୍ତ୍ତୀ ପ୍ରଶ୍ନ, ବିଶ୍ୱର ସବୁଠାରୁ ଲମ୍ବା ନଦୀର ନାମ କ'ଣ? ଅପସନ୍ ଏ ଗଙ୍ଗା ନଦୀ, ଅପସନ୍ ବି ଯମୁନା ନଦୀ, ଅପସନ୍ ସି ନୀଳ ନଦୀ, ଅପସନ୍ ଡି ବ୍ରହ୍ମପୁତ୍ର ନଦୀ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ସି ନୀଳ ନଦୀ। ବିଶ୍ୱର ସବୁଠାରୁ ଲମ୍ବା ନଦୀର ନାମ ହେଉଛି ନୀଳ ନଦୀ। ପରବର୍ତ୍ତୀ ପ୍ରଶ୍ନ, ମୂଳା ଖାଇବା ଦ୍ୱାରା କେଉଁ ରୋଗ ଠିକ୍ ହୋଇଥାଏ? ଅପସନ୍ ଏ ଡାଇବେଟିସ୍, ଅପସନ୍ ବି ସୁଗର, ଅପସନ୍ ସି ବ୍ଲଡ଼ ପ୍ରେସର, ଅପସନ୍ ଡି ପଥରି। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ବି ସୁଗର। ମୂଳା ଖାଇବା ଦ୍ୱାରା ସୁଗର ରୋଗ ଠିକ୍ ହୋଇଥାଏ। ପରବର୍ତ୍ତୀ ପ୍ରଶ୍ନ, ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ବଡ଼ ରାଜ୍ୟର ନାମ କ'ଣ? ଅପସନ୍ ଏ ମୁମ୍ବାଇ, ଅପସନ୍ ବି ରାଜସ୍ଥାନ, ଅପସନ୍ ସି ମଧ୍ୟପ୍ରଦେଶ, ଅପସନ୍ ଡି ଉତ୍ତରପ୍ରଦେଶ। ଏହାର ସଠିକ୍ ଉତ୍ତର ହେଉଛି ଅପସନ୍ ଡି ଉତ୍ତରପ୍ରଦେଶ। ଜନସଂଖ୍ୟା ଅନୁସାରେ ଭାରତର ସବୁଠାରୁ ବଡ଼ ରାଜ୍ୟର ନାମ ହେଉଛି ଉତ୍ତରପ୍ରଦେଶ।